सद्गुरुदेव शिवमुनि महाराज की जय। मनुष्य भगवान की जय। अखिल भूमंडलीय सर्व शिरोमणि मुनि समाज की जय। मु आज सर्वप्रथमे आत्मदेव को स्तुति करी आत्मज्ञान विषय किछि आलोचना करने को जाऊँगी। तत्संगे संगे समस्त मुनि मुनिमती और जिज्ञासु जनता जनार्दन को मोर सत प्रेम जाइछि। आज आम ईश्वर प्रणिधान विषय आलोचना करिवा। जोगर प्रथम अंग जम तार 5 उपांग विषय आलोचना करियोछे। द्वितीय उपांग होउची नियम। नियमर शौच संतोष तप श्रद्धा विषय आलोचना करियोछे। किंतु आज नियमर पंचम उपांग होउची ईश्वर प्रणिधान। सेही विषय आम आलोचना करिवा। ईश्वर प्रणिधान रे 2टी पद अछि। एक ईश्वर द्वितीय प्रणिधान। ईश्वर प्रणिधान को ईश्वरस्य प्रणिधान कहा जाए। यार अर्थ ईश्वरर प्रणिधान। ईश्वर शब्दर अर्थ समस्ते जानती। प्रणिधान शब्द प्र ओ नी उपसर्ग पूर्वक डू धाज धा धारणा पोषण धातु तैयारी। यही धातुरे नी उपसर्ग लगाइले निधानम हेबो। जार अर्थ होची धारण बा स्थापन। प्र उपसर्ग लागिले प्रणिधान अर्थ हेबो धारणम बा स्थापनम। निधानम अवधानम और प्रणिधान अर्थ एक। प्रणिधान अर्थ धारणा धारण बा स्थापन। निज आत्मा भितरे निज हृदय बा मनरे ईश्वरत्व धारण करिबा बा निजकू ईश्वर ठारू अलगा न भाविबा बा आत्मा को ईश्वर मानिबा। अज्ञान दुर्भाग्य रोग दोष और दरिद्रता को नाश करिया पाई काहारी ठारे प्रार्थना बा हाथ जोड़िबा नाही। निजे ही काम निज इच्छा और संकल्प मात्रे करि पारिबा। कोठरे बसी धीरे धीरे ईश्वर को प्रार्थना कले अन्य केही शुणे नाही, केवल निज आत्मा शुणती। विश्वास अनुसारे आत्मदे फल दियंती। विश्वास फलदायक। जदि निज आत्मा बा विश्वास फलदायक तेबे ईश्वरत्व ज्ञान प्राप्त करी निज आत्मा ठारू काम नेबा उचित। जोगी काहारी को हाथ पताइबा बा प्रार्थना करिबा को व्यर्थ मने करे एवं यह व्यर्थ मध्य जहा निजे पुरुषार्थरे बा परिश्रम करी पारिबा देवी देवतांका पाखरे प्रार्थना करिबा बेकार। प्रार्थना गोलाम और दासता सहित रही थाए। प्रार्थना ओ भिक मागिबा सत्पुरुषर काम नुहे।
ପଶୁ ଓ ପକ୍ଷୀମାନଙ୍କ ମଧ୍ୟରେ ପ୍ରାର୍ଥନାକାରୀ ଓ ଭିକମଗା କେହି ନଥାନ୍ତି। ଦରିଦ୍ର ଓ ଦୁର୍ବଳ ମାଙ୍କଡ଼ ମଧ୍ୟ ପ୍ରାର୍ଥନା ଓ ଭିକ ମାଗେ ନାହିଁ। କେବଳ କେତେକ ଅଜ୍ଞାନୀ ପ୍ରାର୍ଥନା ଓ ଭିକ୍ଷା କରନ୍ତି। କେବଳ ମନୁଷ୍ୟ ପାଖରେ ରହି କୁକୁର ଲାଙ୍ଗୁଡ଼ ହଲାଇବା ଶିକ୍ଷା କଲା। କୁକୁର ଗୋଲାମ ଓ ଅଜ୍ଞାନୀ ମନୁଷ୍ୟକୁ ଛାଡ଼ି କେହି ଭିକ ମାଗନ୍ତି ନାହିଁ। ଈଶ୍ୱରଙ୍କୁ ଯେଉଁମାନେ ମାନନ୍ତି ସେମାନେ କହନ୍ତି ଈଶ୍ୱର ନିଜ କର୍ମର ଫଳ ଦିଅନ୍ତି। ତେଣୁ ପ୍ରାର୍ଥନା କରିବା ବ୍ୟର୍ଥ ଏଥିରୁ ଜଣାପଡ଼ୁଅଛି। ଧନ ସମ୍ପଦ ଆମ ଭିତରେ ଅଛି। ଆତ୍ମାର ନିର୍ଦ୍ଦେଶରେ ହାତପାଦ ଓ ଅଙ୍ଗ ସବୁ ସଙ୍କୁଚିତ ଓ ପ୍ରସାରିତ ହୋଇ କାମ କରେ। ପେଟ ମଧ୍ୟ ଆପଣଙ୍କ ଆଜ୍ଞାରୁ ବାହାର ନୁହେଁ। ଆପଣ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବେ ନିଜ କର୍ମ ବଳରେ। ଆତ୍ମବିଶ୍ୱାସ ନ ରଖିଲେ ମନୁଷ୍ୟ ଦୁର୍ବଳ ହୁଏ ଓ ଭଲ କାମ କରିପାରେ ନାହିଁ। ଲୋକେ କହନ୍ତି ରାମକୃଷ୍ଣ ଈଶ୍ୱର ଥିଲେ, ତେଣୁ ସେମାନେ ଭଲ କାମ କରୁଥିଲେ। ଶିବାଜୀ ଭଲ କାମ କରୁଥିଲେ କାରଣ ଦେବତାଙ୍କର ବା ଦେବୀମାନଙ୍କର ତାଙ୍କଠାରେ କୃପା ଥିଲା। କିନ୍ତୁ ଆମେ କାମ କରିପାରିବୁ ନାହିଁ। କିନ୍ତୁ ଆମେ ଜାଣିବା ଉଚିତ ଯେ ଆତ୍ମା କାହାରି ଛୋଟ ନୁହେଁ ଓ ଆତ୍ମା ଅନନ୍ତ ଶକ୍ତିଶାଳୀ। ନିଜକୁ ଈଶ୍ୱର ମନେକରି ନିଜ ଈଶ୍ୱରତାକୁ ଧାରଣ କରନ୍ତୁ। ବେଦରେ କୁହାଯାଇଛି ଯେ ଅୟମ୍ ଆତ୍ମା ବ୍ରହ୍ମ ସ୍ୱୟଂ ଆତ୍ମା ଚତୁଷ୍ପାଦ। ଏହି ଆତ୍ମା ହେଉଛି ବ୍ରହ୍ମ ଅର୍ଥ ଶ୍ରେଷ୍ଠ। ତେଣୁ ଯେଉଁ ଆତ୍ମା କି 4 ପାଦ ବିଶିଷ୍ଟ। ତାପରେ ଆହୁରି ମଧ୍ୟ ଲେଖା ହେଇଛି ଯେ ତଦାତ୍ମନାଂ ସ୍ୱୟଂକୃତ ତତ୍ସୃଷ୍ଟ୍ୱା ତଦେବାନୁପ୍ରାବିଶତ୍। ତେଣୁ ଏହି 3 ପଦର ଅର୍ଥ ହେଉଛି ଯେଉଁ ଆତ୍ମା ଜାଗ୍ରତ, ସ୍ୱପ୍ନ ଓ ତୁରୀୟ ବା ସମାଧି ପ୍ରାପ୍ତ କରେ ସେ ଶ୍ରେଷ୍ଠ ବା ଈଶ୍ୱର। ଆମେ ସାଧାରଣତଃ 3 ପାଦ ସାଧାରଣ ଲୋକମାନେ 3 ପାଦ ଅତିକ୍ରାନ୍ତ କରୁଛନ୍ତି। କ'ଣ କ'ଣ ନା ଜାଗ୍ରତ ଆଉ ସ୍ୱପ୍ନ ଜାଗ୍ରତ ସ୍ୱପ୍ନ ଆଉ ସୁଷୁପ୍ତି। ଏହି 3 ପାଦକୁ ଅତିକ୍ରାନ୍ତ କରୁଛନ୍ତି। କିନ୍ତୁ ସାଧାରଣ ଲୋକମାନେ ତୁରୀୟ ବା ସମାଧି ପ୍ରାପ୍ତ କରିପାରନ୍ତି ନାହିଁ। କେବଳ ଯୋଗୀ ହିଁ ସମାଧି ପ୍ରାପ୍ତ କରେ। ତେଣୁ ଯେ 4 ପାଦକୁ ଅତିକ୍ରାନ୍ତ କଲା ବା 4 ଅବସ୍ଥାକୁ ଯେ ଅତିକ୍ରାନ୍ତ କଲା ସେ ହେଉଛି ଈଶ୍ୱର, ତାକୁ କୁହାଯାଏ। ତେଣୁ ନିଜେ ନିଜ ଶରୀର ସୃଷ୍ଟି କରି ସେଥିରେ ପ୍ରବେଶ କରେ। କିଏ ନା ଆତ୍ମା। ଆତ୍ମା ନିଜ ଶରୀର ସୃଷ୍ଟି କରି ସେହି ଶରୀରରେ ପ୍ରବେଶ କରେ। ଭାଗବତରେ ଲେଖା ଅଛି ଏ ଜୀବ ଯିବାର ନିକଟେ ବେଗେ ଚିନ୍ତଇ ଅନ୍ୟ ଘଟେ। ଏବଂ ତା ଭିତରେ ମଧ୍ୟ ଆତ୍ମା ପ୍ରବେଶ କରେ। ଆହୁରି ମଧ୍ୟ ବେଦରେ ଲେଖାଯାଇଅଛି ଅୟମ୍ ଆତ୍ମା ବିଜ୍ଞାନମୟ, ମନୋମୟ, ପ୍ରାଣମୟ, ଚକ୍ଷୁର୍ମୟ, ଶ୍ରୋତମୟ, କ୍ରୋଧମୟ, ଅକ୍ରୋଧମୟ, ଧର୍ମମୟ, ଅଧର୍ମମୟ। ତେଣୁ ସ ବା ଅୟମ୍ ଆତ୍ମା, ସେଇ ଆତ୍ମା ହେଉଛି ଯେଉଁ ଆତ୍ମା ହେଉଛି ବିଜ୍ଞାନମୟ, ମନୋମୟ, ପ୍ରାଣମୟ ଏବଂ ଚକ୍ଷୁର୍ମୟ, ଶ୍ରୋତମୟ, କ୍ରୋଧମୟ ଏବଂ ଅକ୍ରୋଧମୟ,
ଧର୍ମମୟ ଏବଂ ଅଧର୍ମମୟ ଏହି ଗୁଣଗୁଡ଼ିକ ଯାହାଠାରେ ଥାଏ ଏବଂ ମନ ଥିବ, ପ୍ରାଣ ଥିବ, କାନ ଥିବ, ସେ କ୍ରୋଧିତ ହେଉଥିବ, ଅକ୍ରୋଧ ହେଉଥିବ, ଧର୍ମ କରୁଥିବ, ଅଧର୍ମ କାମ ମଧ୍ୟ କରୁଥିବ, ସେ ହେଉଛି ଈଶ୍ୱର। ଆତ୍ମା ବ୍ରହ୍ମ ବା ଶ୍ରେଷ୍ଠ ବା ଈଶ୍ୱର, ଯିଏକି ହେଉଛି ବିଜ୍ଞାନମୟ, ମନୋମୟ, ପ୍ରାଣମୟ, ଚକ୍ଷୁମୟ, ଶ୍ରୋତମୟ, କ୍ରୋଧମୟ, ଧର୍ମମୟ ଓ ଅଧର୍ମମୟ। ଯୋଗେଶ୍ୱର କୃଷ୍ଣ ମଧ୍ୟ କହିଛନ୍ତି ଯେ ଈଶ୍ୱର ସର୍ବଭୂତାନାଂ ହୃଦୟେଷୁ ତିଷ୍ଠତି ଅର୍ଜୁନ। ତାର ଅର୍ଥ ହେଉଛି ଈଶ୍ୱର ବାହାରେ ନଥାଇ ସମସ୍ତ ପ୍ରାଣୀଙ୍କ ଭିତରେ ଅଛନ୍ତି ଓ ଆତ୍ମା ଈଶ୍ୱର। ସେ ଅର୍ଜୁନକୁ ଏହି କଥା ବୁଝେଇଛନ୍ତି। ବେଦରେ ମଧ୍ୟ ଅଛି ଯେ ଅନ୍ୟ ଦେବତାମୁପାସତେ ଅନ୍ୟ ଅସାବ ଅନ୍ୟ ଅହମସି ସ୍ମୃତି ନ ସ ଦେବ ଯଥା ପଶୁ। ତାର ଅର୍ଥ ହେଉଛି ଯେ ଆତ୍ମାକୁ ଛାଡ଼ି ଅନ୍ୟ ଦେବତାକୁ ଈଶ୍ୱରର ଉପାସନା କରେ ଓ ତାହାକୁ ନିଜଠାରୁ ଅଲଗା ମନେ କରି କହେ ସେ ଅନ୍ୟ ଓ ମୁଁ ଅନ୍ୟ। ସେ କିଛି ଜାଣିନଥିବା ପଶୁ ସହିତ ସମାନ। ଯେପରି ପଶୁ କିଛି ଭଲ ମନ୍ଦ ଜାଣିନପାରେ, ଏହି ଲୋକ କିଛି ଜାଣିନପାରେ। ତେଣୁ ଆତ୍ମା ଈଶ୍ୱର ନିରାମୟ, ନିରୋଗ କହନ୍ତି ହୃଦୟରେ ବ୍ୟାପକ ଥିବା ନିଜ ଆତ୍ମାକୁ। ତେଣୁ ଅଜର ସର୍ବଶକ୍ତିମାନ ନିଜ ଆତ୍ମାର ବିଚାର କରି ଶରୀରକୁ ପ୍ରତିଦିନ ବିଶ୍ୱାସ କରି କୁହ ତୁମର ପ୍ରତ୍ୟେକ ଅଙ୍ଗରେ ଅଜର, ଅମର, ଅବିନାଶୀ, ନିର୍ବିକାର ଓ ନିରାମ ଈଶ୍ୱର ବ୍ୟାପକ ଥିବାରୁ ତୁମ ଭିତରେ ରୋଗ, ବୃଦ୍ଧାବସ୍ଥା ଓ ଦରିଦ୍ରତା ରହି ନପାରେ। ଆଜିଠାରୁ ସବୁ ବିକାର ଦୂରୀଭୂତ ହୋଇ ସବୁ ଦୁଃଖ କଷ୍ଟ ଦୂର ହେବ। ଫଳରେ ସମାଧି ରୂପକ ପରମାନନ୍ଦର ପ୍ରାପ୍ତ ହେବ। ଯୋଗଦର୍ଶନ ଶାସ୍ତ୍ରରେ କୁହାଯାଇଅଛି ବା ଏକ ସୂତ୍ର ଅଛି ସମାଧି ସିଦ୍ଧିରୀଶ୍ୱର ପ୍ରଣିଧାନାତ୍। ଏହାର ଅର୍ଥ ହେଉଛି ଈଶ୍ୱର ପ୍ରଣିଧାନ ଦ୍ୱାରା ନିଜ ଭିତରେ ଈଶ୍ୱରତାକୁ ଧାରଣ କରିବା ଦ୍ୱାରା ସମାଧି ସିଦ୍ଧି ହୁଏ। ନିଜ ଶକ୍ତି ଓ ଆତ୍ମଜ୍ଞାନ ହେବା ପରେ ଯୋଗୀ ଅନ୍ୟ ଦେବତା ପୂଜା ନକରି ମନକୁ ନିଜ ଆତ୍ମ ରୂପରେ ଲଗାଇ ସ୍ଥିତ ହୁଏ। ଯୋଗ ଦର୍ଶନ ଶାସ୍ତ୍ରରେ ମଧ୍ୟ କୁହାଯାଇଛି ବା ଲେଖା ଅଛି ବା ଏକ ସୂତ୍ର ଅଛି ତଦାଦୃଷ୍ଟୁ ସ୍ୱରୂପେ ଅବସ୍ଥାନମ୍। ତାର ଅର୍ଥ ହେଉଛି ଚିତ୍ତର ବୃତ୍ତି ନିରୋଧ ହେଲା ପରେ ଯୋଗୀ ସ୍ୱରୂପରେ ସ୍ଥିତ ହେବ। ଏହାର ନାମ ସମାଧି। ପର ମୁହୂର୍ତ୍ତରେ ଚାଲବୁଲା, ଉଠା ବସା କରୁଥିବା ସମୟରେ ମନର ଶକ୍ତି ସହିତ ସ୍ୱରୂପରେ ସ୍ଥିତ ହୋଇ ଦୁଃଖ କଷ୍ଟ ଚାଲିଯିବ। ଏହି ଦୁଇ ପ୍ରକାର ସମାଧି ଈଶ୍ୱର ପ୍ରଣିଧାନ ଦ୍ୱାରା ସମ୍ଭବ। ସଂସାରରେ ସମସ୍ତେ ନିଜ ଆତ୍ମା ବା ଜୀବନକୁ ଭଲ ପାଆନ୍ତି, ଏକଥା କେହି ଅସ୍ୱୀକାର କରିପାରିବେ ନାହିଁ। ତେଣୁ ଆତ୍ମା ହିଁ ଈଶ୍ୱର। ଆମେ ଯାହାକୁ ସବୁଠାରୁ ଭଲ ପାଏ ସେ ହେଉଛି ଆମର ଇଷ୍ଟ ଦେବତା, ସେ ହିଁ ଈଶ୍ୱର। ଆତ୍ମାର ଉନ୍ନତି ପାଇଁ ଅନ୍ୟର ପୂଜା ଓ ସବୁ କର୍ମ କରାଯାଏ। ଆତ୍ମା ପାଇଁ, ନିଜ ସ୍ୱାର୍ଥ ପାଇଁ ପ୍ରତ୍ୟେକ ଆତ୍ମାର ପ୍ରିୟ ହୋଇଥାଏ। ନିଜ ଆତ୍ମ ରକ୍ଷା କରିବା ପାଇଁ ଆତ୍ମ ସହିତ ପ୍ରେମ କରାଯାଏ ଓ ବିଜ୍ଞାନ ମଧ୍ୟ ଆତ୍ମଶକ୍ତିର ଠିକଣା ଲଗାଇଛି। ଲୋକେ କାଳକ୍ରମେ ପୂର୍ବ ପରମ୍ପରା ଛାଡ଼ି ଆତ୍ମଜ୍ଞାନକୁ ଭୁଲିଗଲେଣି। କିନ୍ତୁ
आमर पूर्वज हेउछन्ति किए ना आमर जो गोत्र रही से गोत्र जहाँकर नाम रही से होउछन्ति आमर पूर्वज। से जड़े मुनि थिले। से माने कौन करुथिले ना से माने आत्मज्ञान ही जोग साधन करुथिले जहाँकि मुनि समाज रे शिक्षा दिया जाए। यही जोग साधन 8 वर्ष बयसरू वृद्ध हेबा पर्यंत हाथ गोड़ चलिया पर्यंत जड़े अति सहजरे करिपारिब। किंतु लोक माने ताहा भूली गलेनी आउ करुनाहांती। किंतु देवी देवता ईश्वर केही आमको रक्षा करि पारु नाहांती। लोक विपदरे पड़िले रामकृष्ण आदि ईश्वर को डाकुछंती किंतु केही रक्षा करू नाहांती। मागिया लोक कौड़ी पाए किंतु हीरा पाए नाही। हीरा पाई आत्मशक्तिर आवश्यक। पंचभूतर मालिक होची आत्मा। जेतेबेले जणे भाविब मी ईश्वर सेतेबेले साहस सहित सबु काम करी दुख दूर करी सुखी हेब। सम्राट हेले मध्य आत्मज्ञान नथिले से सुखी होई पारिबो नाही। आत्मज्ञानी जोग साधन करी सम्राट ठारू अधिक सुखी। मु एति कही मोर वक्तव्य को समाप्त करुअछि। समस्तंकु मोर सप्रेम जय जीव जय जीव जय जीव।